ବାପା ମା ବଞ୍ଚିଥିଲା ବେଳେ ଔଷଧ ଟିକେ ଦେବେ ନାହିଁ, କିନ୍ତୁ ଯେତେବେଳେ ମରିଯିବେ ଦେଖିବ ସେଇ ଯେଉଁ 10 ଦିନ ପାଳିବେ, ରେ ବାପା ତାଙ୍କ ଔଷଧ ଦେଇଛ ନା, ତାଙ୍କ ପ୍ରେସର ବଟିକା ଦେଇଛ ନା, ସିଏ ଖାଇବେନି, ରୁଷିବେ, ଇଏ କରିବେ। ଏମିତି ମାନେ ସେ ବୋହୂ କହିବ ତୁମେ ପଳଉଛ ଆଗେ ଆଗେ, କାହିଁ ତାଙ୍କ ସେ ଔଷଧଟା ନେଇନ, ଏଟା ନେଇନ। କିନ୍ତୁ ବଞ୍ଚିଥିଲା ବେଳେ ସେ ଔଷଧର କଥା ମନେ ପଡ଼େନି। ଯେତେବେଳେ ସେ ବାପ କହିଥିବ କି ଔଷଧଟା ଆଣିବ, ସେ କେଉଁଠି କାମରେ ବ୍ୟସ୍ତ ଥିବେ, କାହିଁ ତାଙ୍କୁ ଏଇ ଫୋନ୍ କରିକି ସେ କଥା କହୁଥିବ। ଏମିତି ହେଉଛି ସବୁ ସ୍ତ୍ରୀ ଲୋକଙ୍କର ବା ତାଙ୍କ ବୋହୂମାନଙ୍କର କଥାବାର୍ତ୍ତା। କିନ୍ତୁ ବଞ୍ଚିଲା ବେଳେ ଖାଇବାକୁ ଦିଅନ୍ତି ନାହିଁ, ମଲା ବେଳେ ସେଇ ଇଟା ସିମେଣ୍ଟ ଉପରେ ଖାଇବାକୁ ଦିଆଯାଏ। ଏ ହେଉଛି ଲୋକଙ୍କର ଚିନ୍ତାଧାରା। ସେଥିପାଇଁ ସବୁବେଳେ ଜିଅନ୍ତା ଭଗବାନଙ୍କୁ ପୂଜା କରାଯାଏ ନା, ମରିଲା ପଥରକୁ ପୂଜା କରାଯାଏ।